ଯାଜପୁର ଦୋଗଡ଼ା ସ୍ଥିତ ଭେଙ୍କଟେଶ୍ୱର ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସିପାଲ ବୈଦ୍ୟନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଆଲ ଫେଷ୍ଟ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କିଟ୍ର ଯୁବ ବୈଜ୍ଞାନିକ ସନ୍ଦୀପ ପଣ୍ଡା, ପ୍ଲେ ସ୍କୁଲର ପ୍ରିନ୍ସିପାଲ ତୁଷାରକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପାଠ ସହ ସମାଜ ପାଇଁ ଭଲ କାମ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଆମେ 10ଟାରୁ ଆରମ୍ଭ କରୁ। ଟାର୍ଗେଟ ଆମର ଅଛି 12ଟା ବେଳେ ସରିବା ପାଇଁ। ସମୁଦାୟ 17ଟା କାର୍ଯ୍ୟକ୍ରମ ଅଛି, 17ଟା ଡ୍ୟାନ୍ସ ପ୍ରୋଗ୍ରାମ ଅଛି। ଆମର ଗେଷ୍ଟ ଥିଲେ ଆମର ବ୍ଲକ ବିଡିଓ, ଯାଜପୁର ବ୍ଲକ ବିଡିଓ ତଥା ଆମର ଆଡମିନିଷ୍ଟ୍ରେଟିଭ ଅଫିସର ଯଜାତି କେଶରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଯାଜପୁରର ସୌରଭ ଚକ୍ରବର୍ତ୍ତୀ। ପ୍ରୋଗ୍ରାମ ଆପାତତଃ ବଢିଆ ଚାଲିଛି, ସୁନ୍ଦର ଚାଲିଛି। ଅଲ୍ ଆର୍ ଏନ୍ଜୟିଂ ଦି ପ୍ରୋଗ୍ରାମ। କୁନି କୁନି ସେମାନଙ୍କର ଡ୍ୟାନ୍ସ ଖୁବ ଉନ୍ନତ ମାନର ଏବଂ ସମସ୍ତେ ଆପ୍ରିସିଏଟ୍ କରୁଛନ୍ତି ଡ୍ୟାନ୍ସ ଦେଖିକି। ଡ୍ୟାନ୍ସ ଗୀତ ଯାହା ପ୍ରୋଗ୍ରାମ ଆମର ଚାଲିଛି ଅଦ୍ୟାବଧି ଛୋଟ ଛୋଟ ପିଲାଙ୍କର ବର୍ଷରେ ଥରେ ଏହି ପ୍ରୋଗ୍ରାମଟି ହୁଏ, ତେଣୁ ସେମାନେ ଏହାକୁ ଉତ୍କଣ୍ଠାର ସହିତ ୱେଟ୍ କରିଥାନ୍ତି। ଆଉ ବିଗତ କିଛି ଦିନ ହେଲା ସେମାନେ ପ୍ରାକ୍ଟିସ୍ କରି ଆଜି ତାର ପରଫର୍ମାନ୍ସ ଦେଉଛନ୍ତି। ଆପଣମାନେ ତାକୁ ଆପ୍ରିସିଏଟ୍ କରୁଛନ୍ତି, ଦେଖୁଛନ୍ତି। ଆଉ ବହୁତ ତାଙ୍କର ପ୍ୟାରେଣ୍ଟସ୍ ଆସିଛନ୍ତି, ବାହାରୁ ବି ଅନ୍ୟ ଦର୍ଶକମାନେ ଆସି ଦେଖୁଛନ୍ତି। ମୁଁ ମଧ୍ୟ ବହୁତ ଖୁସି ହେଲି ତାଙ୍କର ପ୍ରୋଗ୍ରାମ ଦେଖି।